ओम शांति। अव्यक्त बापदादांकर अव्यक्त मिलन करुथिबा व्यक्तरु अव्यक्त हेबार पुरुषार्थी आत्मा मानंकु हृदयर सहित कृतज्ञता जणाई आजिर प्रभु चिंतनर आलोचनार परिसर को समस्तंकु स्वागत जणाउछि। तपस्या ही सर्वश्रेष्ठ समारोह। तपस्या अर्थात भगवान सहित मौज करिबा। भगवान आसिछंती नुआ ज्ञान द्वारा सबु समय रे नुआ जीवन, नुआ मनोवृत्ति, नुआ दृष्टि, नुआ सृष्टिर अनुभव करुथिबा संतान मानंकु स्नेह रूपक अभिनंदन देवा पाई। संतान माने नूतन उमंग उत्साह द्वारा निज भितरे दिव्यता को धारण करुथिबार मध्य अभिनंदन जणाउछंती। समस्ते जानिछंती कि युग हेउछि चारि, जहा शास्त्र रे मध्य वर्णित अछि। परंतु भगवान एपरि संपूर्ण पतित तम प्रधान युगर अंतिम समय रे आसी आत्मिक संतान मानक सहित मिलन करुछंती, जहा स्वल्प समय सीमा विशिष्ट सर्वश्रेष्ठ पंचम युग, जहाकु कल्याणकारी पुरुषोत्तम संगम युग बोली कहा जाए। अविनाशी पितांक सहित अविनाशी प्रीति रखुथिबा पिला मानंक पई एई संगम युगर प्रतिटी मुहूर्त जीवन रे नवीनता भरी देई परिबो। बाबा एहार मध्य अभिनंदन देउछंती, कारण एई संगम युगी ब्राह्मण जीवनर पालनार आधार ही हेउछि अभिनंदन। पिता स्वरूप रे भगवान अभिनंदन बा शुभकामना करुछंती। शिक्षक स्वरूप रे सबु समय रे साबास साबासर बाणी ही सम्मानर सहित उत्तीर्ण करि देउछि एवं सद्गुरु रूप रे प्रत्येक श्रेष्ठ कर्म आधार रे मिलुथिबा आशीर्वाद सहजरे मौज भरा जीवनर अनुभव कराउछि। सेथिपाई वास्तव रे तुमे संगम युगी ब्राह्मण माने पदमा पदम भाग्यशाली अट, जेहेतु स्वयं भाग्य विधाता बाबा तुमर पिता अटंती। दुनिया रे विशेष दिन मानंकरे अभिनंदन जणई थांती परस्पर परस्पर को, परंतु भगवान कहउछंती तुम मानंकु मु प्रत्येक दिन प्रति मुहूर्त रे अभिनंदन जणाउछि। सेथिपाई सारा कल्पर मजा एई संगम युगी ब्राह्मण जीवन रे करुछ, कारण सबु किछिर ज्ञान वर्तमान ही तुम मानंकु प्राप्त हेउछि। भविष्य पूज्य पणियार एवं राज्य करिवार मौज मध्य एबे अनुभव करुछ। बाबा कहउछंती एही वर्ष को समारोह पालन करिवा दरकार। संतान मानक मनरे आसुछि कि तपस्या करिवु ना समारोह करिवु। बाबा कहउछंती तपस्या ही हेउछि सबुठारु बड़रु बड़ समारोह, कारण तपस्या कहिले दुनिया रे बुझंती अति कठिन कार्य, कारण हठ जोग को ही तपस्या कहा जाई थाए। परंतु मु तुम संतान मानंकु सहज राजयोग बा तपस्यार शिक्षा देउछि, जद्वारा तुमे माने आराम रे बाबांक सहित मौज मनाउछ।
ମୋ ସହିତ ମିଳନର ମଉଜ, ସର୍ବପ୍ରାପ୍ତିର ମଉଜ, ଭଗବାନଙ୍କର ନିକଟବର୍ତ୍ତୀ ହେବାର ମଉଜ, ସମାନ ସ୍ଥିତିର ମଉଜ ଇତ୍ୟାଦି, ତେବେ ଏହା ସମାରୋହ ହେଲା ନା? ତପସ୍ୟାର ବାତାବରଣ ଆତ୍ମାମାନଙ୍କୁ ବାଣୀର ସମାରୋହ ଠାରୁ ମଧ୍ୟ ବାବାଙ୍କ ପ୍ରତି ଅଧିକ ଆକର୍ଷିତ କରିଥାଏ। ଯେପରି ତରଙ୍ଗ ଦ୍ୱାରା ମୋବାଇଲ ଫୋନ କ୍ଷିପ୍ର ଗତିରେ କାର୍ଯ୍ୟ କରିଥାଏ ନା? କାରଣ ତପସ୍ୟା ହେଉଛି ଏକ ଆଧ୍ୟାତ୍ମିକ ଚୁମ୍ବକ ସଦୃଶ, ଯାହାକି ଆତ୍ମାମାନଙ୍କୁ ଦୂରରୁ ହିଁ ଶାନ୍ତି ଏବଂ ଶକ୍ତିର ଅନୁଭବ କରିଥାଏ। ସେଥିପାଇଁ ପ୍ରତ୍ୟହ ନୂତନ ବିଶେଷତାକୁ ଧାରଣ କରିଚାଲ, ଏହାର ଚେକିଂ କରିଚାଲ। କେତେ ଦୂର ମୋର ଧାରଣା ହେଲାଣି, ତା ସହିତ ବାଣୀରେ ମଧୁରତା, ସନ୍ତୁଷ୍ଟତା ଆଉ ସରଳତାର ନବୀନତା କେତେ ପରିମାଣରେ ପ୍ରାପ୍ତ ହୋଇଛି ତାହା ମଧ୍ୟ ଚେକ୍ କର। ଏହି ତିନିଟି ଯାକ ବିଶେଷତା ନିଜକୁ ତଥା ଅନ୍ୟ ଆତ୍ମାମାନଙ୍କୁ ଅନୁଭବ ହେବା ଦରକାର। ପ୍ରତ୍ୟେକ କର୍ମର ପ୍ରତ୍ୟକ୍ଷ ଫଳ ବା ଭବିଷ୍ୟ ପାଇଁ ଜମା ହେଉଥିବା ଫଳ ବର୍ତ୍ତମାନ ଅନୁଭବ ହେବା ଦରକାର। ପ୍ରତ୍ୟକ୍ଷ ଫଳ ସ୍ୱରୂପ ସର୍ବଦା ଖୁସି ଏବଂ ଶକ୍ତି ରୂପୀ ପ୍ରସନ୍ନତାର ଅନୁଭୂତି ମଧ୍ୟ ହେଉଥିବ ଏବଂ ଭବିଷ୍ୟତ ପାଇଁ ଜମା ମଧ୍ୟ ହେଉଥିବ। ତେବେ ଯାଇ ସର୍ବଦା ନିଜକୁ ଭରପୁର ବା ସମ୍ପୂର୍ଣ୍ଣ ଭଳି ଅନୁଭବ କରିପାରିବ। କୌଣସି ବି ଆତ୍ମା ସମ୍ବନ୍ଧ ସମ୍ପର୍କରେ ଆସିଲେ ବା ସେମାନଙ୍କ ସହିତ ସମ୍ବନ୍ଧ ସମ୍ପର୍କରେ ତୁମେ ଆସୁଛ ତ ସେମାନଙ୍କୁ ମାଷ୍ଟର ଦାତା ସ୍ୱରୂପ ଦ୍ୱାରା କୌଣସି ନା କୌଣସି ପ୍ରାପ୍ତିର ଅନୁଭବ କରାଅ। ଏହିପରି ବତୀଘର ସଦୃଶ ହୋଇ ମାୟାର ଦୋଛକିରେ ବାଟ ବଣା ହୋଇ ଘୁରି ବୁଲୁଥିବା ଆତ୍ମିକ ଭାଇମାନଙ୍କୁ ବାଟ ଦେଖେଇ ଚାଲ। ସମସ୍ତଙ୍କୁ ମୁକ୍ତି ଆଉ ଜୀବନ ମୁକ୍ତିର ରାସ୍ତା ଦେଖେଇ ଚାଲ। ଶୁଦ୍ଧ ସଂକଳ୍ପ ଏବଂ ଶ୍ରେଷ୍ଠ ସଙ୍ଗ ଦ୍ୱାରା ହାଲୁକା ହୋଇ ଖୁସିର ନୃତ୍ୟ କରୁଥିବା ଅଲୌକିକ ଫରିସ୍ତା ବା ପରି ହେଇଯାଅ। ସେଥିପାଇଁ ପ୍ରତ୍ୟେକ ଦିନ ବାବାଙ୍କର ଶ୍ରୀମତ ବା ମୁରଲି, ଯାହାକି ଶୁଦ୍ଧ ସଂକଳ୍ପର ଭଣ୍ଡାର ଅଟେ, ତାହାକୁ ଶ୍ରଦ୍ଧାର ସହିତ ପଢ଼ି ଚାଲ ଏବଂ ଧାରଣା କରିଚାଲ। ଶୁଦ୍ଧ ସଂକଳ୍ପର ଚିନ୍ତନରେ ନିଜର ବୁଦ୍ଧିକୁ ବ୍ୟସ୍ତ ରଖ ଏବଂ ସର୍ବଦା ବାବାଙ୍କ ସଙ୍ଗରେ ରୁହ। ତେବେ ସଦାସର୍ବଦା ହାଲୁକା ସ୍ଥିତିର ଅନୁଭବ ହେବା ସହିତ ଖୁସିରେ ନାଚିବାକୁ ଲାଗିବ। ପରମାତ୍ମ ସ୍ନେହର ପାଳନାର ସ୍ୱରୂପ ହେଉଛି ସହଜ ଯୋଗୀ ଜୀବନ, ଅର୍ଥାତ୍ ବିନା ପରିଶ୍ରମରେ ସ୍ୱତଃ ବୁଦ୍ଧିର ଯୋଗ ପରମାତ୍ମାଙ୍କ ସହିତ ଲାଗି ରହୁଥିବ, ଅନ୍ୟ କୌଣସି ଦେହଧାରୀଙ୍କ ସହିତ ନୁହେଁ କି ପୁରୁଣା ଦୁନିଆ ବସ୍ତୁ ବୈଭବ ସହିତ ବି ନୁହେଁ। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ଆମେ ସମସ୍ତ ଆତ୍ମାମାନେ ଏକତ୍ରିତ ହୋଇ ସେହି କଲ୍ୟାଣକାରୀ ପତିତ ପାବନ ପରମାତ୍ମାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟକୁ ଆଲୋଚନା କରିବା, ଧାରଣା କରିବା, ନିଜକୁ ପରିବର୍ତ୍ତନ କରିବା ସହିତ ସାରା ବିଶ୍ୱର ଆତ୍ମାମାନଙ୍କୁ ମଧ୍ୟ ପରିବର୍ତ୍ତନ କରିଚାଲିବା। ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହେଉ,
ସମସ୍ତେ ସୁଖ ଆଉ ଶାନ୍ତିର ଅନୁଭବ କରିଚାଲନ୍ତୁ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।